କେଉଁ ସାମୁଦ୍ରିକ ପ୍ରାଣୀର ତିନୋଟି ହୃଦୟ ଅଛି? ଅପସନ୍ କ ଷ୍ଟାରଫିଶ୍, ଖ ଅକ୍ଟୋପସ୍, ଗ ଡଲଫିନ୍, ଘ ସ୍କ୍ୱିଡ୍। ଏବେ ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଖ ଅକ୍ଟୋପସ୍। ଅକ୍ଟୋପସ୍ ପ୍ରାଣୀର ତିନୋଟି ହୃଦୟ ଅଛି। ଏହି ପକ୍ଷୀମାନଙ୍କ ମଧ୍ୟରୁ କେଉଁଟି ଭାରତରେ ଦେଖାଯାଉଥିବା ଏକ ଉଡ଼ିପାରୁ ନଥିବା ପକ୍ଷୀ? ଅପସନ୍ କ ପେଙ୍ଗୁଇନ୍, ଖ ପେଚା, ଗ ଓଷ୍ଟ୍ରିଚ୍, ଘ ମୟୂର। ସମୟ ଏବେ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଘ ମୟୂର। ଏହି ପକ୍ଷୀମାନଙ୍କ ମଧ୍ୟରୁ ମୟୂର ଭାରତରେ ଦେଖାଯାଉଥିବା ଏକ ଉଡ଼ିପାରୁ ନଥିବା ପକ୍ଷୀ। ସ୍କାଣ୍ଡିନେଭିଆନ୍ ଏବଂ ରୁଷିଆନ୍ ଟାଇଗା କେଉଁ ପ୍ରକାରର ଜଙ୍ଗଲ ଅଟେ? ଅପସନ୍ କ ଶଙ୍ଖାକୃତି ଜଙ୍ଗଲ, ଖ ପର୍ଣ୍ଣମୋଚୀ ଜଙ୍ଗଲ, ଗ ଉଷ୍ଣକଟିବନ୍ଧୀୟ ବର୍ଷା ଜଙ୍ଗଲ ଏବଂ ଘ ବୋରିଆଲ୍ ଜଙ୍ଗଲ। ଏବେ ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ କ ଶଙ୍ଖାକୃତି ଜଙ୍ଗଲ। ସ୍କାଣ୍ଡିନେଭିଆନ୍ ଏବଂ ରୁଷିଆନ୍ ଟାଇଗା ଶଙ୍ଖାକୃତି ଜଙ୍ଗଲ ଅଟେ। ଭାରତରେ ପ୍ରଥମେ କେଉଁ ସାବୁନ ତିଆରି ହୋଇଥିଲା? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ କ ହମାମ୍ ସାବୁନ, ଖ ନିର୍ମା ସାବୁନ, ଗ ଲକ୍ସ ସାବୁନ ଏବଂ ଘ ଲିରିଲ୍ ସାବୁନ। ସମୟ ଏବେ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ କ ହମାମ୍ ସାବୁନ। ଭାରତରେ ପ୍ରଥମେ ହମାମ୍ ସାବୁନ ତିଆରି ହୋଇଥିଲା। ରୋମିଓ ଏବଂ ଜୁଲିଏଟ୍ କିଏ ଲେଖିଥିଲେ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ କ ଚାର୍ଲ୍ସ ଡିକେନ୍ସ, ଖ ୱିଲିୟମ୍ ଶେକ୍ସପିୟର, ଗ ଜେନ୍ ଅଷ୍ଟେନ୍ ଏବଂ ଘ ମାର୍କ ଟ୍ୱେନ୍। ସମୟ ଏବେ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଖ ୱିଲିୟମ୍ ଶେକ୍ସପିୟର। ରୋମିଓ ଏବଂ ଜୁଲିଏଟ୍ ୱିଲିୟମ୍ ଶେକ୍ସପିୟର ଲେଖିଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ କେଉଁ ତାରିଖରେ ପାଳନ କରାଯାଏ? ଅପସନ୍ କ ଜୁନ୍ 1 ତାରିଖ, ଖ ଜୁନ୍ 10 ତାରିଖ, ଗ ଜୁନ୍ 21 ତାରିଖ ଏବଂ ଘ ଜୁଲାଇ 1 ତାରିଖ। ଏବେ ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଗ ଜୁନ୍ 21 ତାରିଖ। ଅନ୍ତର୍ଜାତୀୟ ଯୋଗ ଦିବସ ଜୁନ୍ 21 ତାରିଖରେ ପାଳନ କରାଯାଏ। ଭାରତର ଜାତୀୟ ପରିବା କ'ଣ ଅଟେ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ କ ଆଲୁ, ଖ ପାଲକ, ଗ ଟମାଟର ଏବଂ ଘ ପିଆଜ। ସଠିକ୍ ଉତ୍ତର ମନେ ପକାଇବା ପାଇଁ 5 ସେକେଣ୍ଡର ସମୟ। ଏବେ ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ କ ଆଲୁ। ଭାରତର ଜାତୀୟ ପରିବା ଆଲୁ ଅଟେ। କୋକା କୋଲା
କେଉଁ ଦେଶର କମ୍ପାନୀ ଅଟେ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ କ ଭାରତ, ଖ ଚୀନ, ଗ ଜାପାନ, ଘ ଆମେରିକା। ମନେ ପକାଇବା ପାଇଁ 5 ସେକେଣ୍ଡର ସମୟ। ସମୟ ଏବେ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଘ ଆମେରିକା। କୋକାକୋଲା ଆମେରିକାର କମ୍ପାନୀ ଅଟେ। ଏକ ମିନିଟରେ ହାତୀର ହୃତ୍ସ୍ପନ୍ଦନ ହାର କେତେ ଥର ହୋଇଥାଏ? ଅପସନ୍ କ 22 ଥର, ଖ 27 ଥର, ଗ 32 ଥର ଏବଂ ଘ 72 ଥର। 5 ସେକେଣ୍ଡର ସମୟ। ଏବେ ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଖ 27 ଥର। ଏକ ମିନିଟରେ ହାତୀର ହୃତ୍ସ୍ପନ୍ଦନ ହାର 27 ଥର ହୋଇଥାଏ। ଶେଷ ପ୍ରଶ୍ନ। ନିଆଁ ଲିଭାଇବା ପାଇଁ କେଉଁ ଗ୍ୟାସର ବ୍ୟବହାର କରାଯାଏ? ଅପସନ୍ କ ନାଇଟ୍ରୋଜେନ୍ ଗ୍ୟାସ୍, ଖ ହାଇଡ୍ରୋଜେନ୍ ଗ୍ୟାସ୍, ଗ ମୋନୋଅକ୍ସାଇଡ୍ ଗ୍ୟାସ୍ ଏବଂ ଘ କାର୍ବନ ଡାଇଅକ୍ସାଇଡ୍। 5 ସେକେଣ୍ଡର ସମୟ। ସମୟ ଏବେ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଘ କାର୍ବନ ଡାଇଅକ୍ସାଇଡ୍। ନିଆଁ ଲିଭାଇବା ପାଇଁ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସର ବ୍ୟବହାର କରାଯାଏ।